ପିଲାମାନେ ଆଜି ପଢ଼ିବା ଆଟ୍ ଦ ହାଇସ୍କୁଲ କ୍ଲାସ୍ 10ର ଏ ଚାପ୍ଟର ହେଉଛି ମନୋକ୍ତ ଏ ଯେଉଁ ଟପିକ୍ ଅଛି ଆଜି ମହାତ୍ମା ଗାନ୍ଧୀଙ୍କ ବିଷୟରେ ପଢ଼ିବା ହେଲା କି। ଦେଖ ଆମେ ସବୁ ଜାଣିଛେ ମହାତ୍ମା ଗାନ୍ଧୀଙ୍କ ବିଷୟରେ, ଏଠି ଏକ୍ସଟ୍ରା କିଛି କୁହାଯାଇଛି ଆଉ ସେଇ କଥା ବି କୁହାଯାଇଛି, ଆମେ ଯାହା ସବୁ ଜାଣିଛେ ଆଜି ସେ ବିଷୟରେ ପଢ଼ିବା। ଭଲସେ ବୁଝିବା ଚେଷ୍ଟା କର କ'ଣ କ'ଣ ଦିଆଯାଇଛି ସବୁ। ଦେଖ ସେ କହୁଛି ଆଟ୍ ଦ ହାଇସ୍କୁଲରେ କ'ଣ ହୋଇଥିଲା ମନୋକ୍ତ ହେଲା କି। ଦେଖି ଆଜ୍ ୟୁ ଅଲ୍ ନୋ, ମାନେ ତୁମେ ମାନେ ସବୁ ଜାଣିଛ, ନୋ ମାନେ ଜାଣିବା, ଜାଣିଛ ନୋ ମାନେ ଜାଣିବା। ଆଜ୍ ୟୁ ଅଲ୍ ନୋ, ତୁମେ ମାନେ ସବୁ ଜାଣ ଯେ, କ'ଣ ଜାଣ? ମହାତ୍ମା ଗାନ୍ଧୀ କେବେ? ମହାତ୍ମା ଗାନ୍ଧୀ ୱାଜ୍ ବର୍ନ ଇନ୍ ଯେଉଁଟା ଦିଆଯାଇଛି 1869, ୱାଜ୍ ୱାନ୍ ଅଫ୍ ଦ ଟଲେଷ୍ଟ ଲିଡର୍ସ ଅଫ୍ ଦ ୱାର୍ଲଡ। ସାରା ବିଶ୍ୱରେ ସେ ଜଣେ ଲିଡର, ନେତା ଥିଲେ ମନୋକ୍ତ। କେବଳ ଭାରତବର୍ଷ ପାଇଁ ନୁହଁ, ମହାତ୍ମା ଗାନ୍ଧୀ ସାରା ବିଶ୍ୱ ପାଇଁ ଏକ ନେତା ଭାବେ ପରିଚିତ। ହି ୱାଜ୍ ଦ ଗ୍ରେଟେଷ୍ଟ ଅଫ୍ ଆୱାର ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ। ସେ ଥିଲେ ମହାନ କ'ଣ ପାଇଁ ନା ଆମର ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ, ଭାରତର ମନୋକ୍ତ ଭାରତ ସ୍ୱାଧୀନତା ପାଇଁ ହେଲା କି, ଭାରତର ସ୍ୱାଧୀନତା ପାଇଁ ହେଲା କି ସେ ଥିଲେ, ବା ଆମର ଡିପେଣ୍ଡେନ୍ସ କଲେ ନିର୍ଭରଶୀଳ, ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ମନକ ଯେତେ ସବୁ ଯୁଦ୍ଧ କରାଯାଇଥିଲା ନିର୍ଭରଶୀଳ ବା ଅନିର୍ଭରଶୀଳ ଯୁଦ୍ଧରେ ହେଲା, ଏସବୁ ମହାତ୍ମା ଗାନ୍ଧୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ହି ଇଜ୍ ପପୁଲାରଲି କଲ୍ଡ, ତାଙ୍କୁ ସ୍ନେହରେ ବା ଲୋକପ୍ରିୟ ଭାବରେ ତାକୁ ସ୍ନେହରେ ସମସ୍ତେ ଡାକନ୍ତି, ତାଙ୍କୁ କ'ଣ ଡାକନ୍ତି ନା ଫାଦର ଅଫ୍ ନେସନ୍, ଜାତିର ପିତା ବୋଲି ଡାକିଥାନ୍ତି। ବୁଝିପାରୁଛ ପିଲାମାନେ? ବଟ୍ ବିଫୋର୍ ହି ବିକେମ୍ ଦ ମହାତ୍ମା, ଯେବେ ତାଙ୍କୁ ସେ କହୁଛି ବଟ୍ ବିଫୋର୍ ହି ବିକେମ୍ ମହାତ୍ମା ହେବା ପୂର୍ବରୁ, ଇନ୍ ହିଜ୍ ଲ୍ୟାଟର ଲାଇଫ୍ ଗାନ୍ଧୀ ରିସିଭ୍ଡ ହିଜ୍ ଇୟର୍ଲି ଏଜୁକେସନ୍ ଆଟ୍ ରାଜକୋଟ ଇଂଲିଶ ସ୍କୁଲ ଇନ୍ ରାଜକୋଟ ଇନ୍ ଷ୍ଟେଟ୍ ଅଫ୍ ଗୁଜୁରାଟ। ସେ ରାଜକୋଟ ଗୁଜୁରାଟର ଗୁଜୁରାଟ ରାଜ୍ୟରେ ରାଜକୋଟ ନାମକ ସ୍ଥାନରେ ରାଜକୋଟ ଇଂଲିଶ ସ୍କୁଲରେ ସେ କ'ଣ କରିଥିଲେ ନା ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଲେଟର ପରେ ସେ ବିକେମ୍ ଏ ଫୁଲ୍ ପ୍ଲେଜ୍ଡ କହିଲେ ପୂର୍ଣ୍ଣାଙ୍ଗ ହାଇସ୍କୁଲ ଆଣ୍ଡ କେମ୍ ଟୁ ବି ନୋନ୍ ଆଜ୍ ଦ ରାଜକୋଟ ହାଇସ୍କୁଲ ହେଲା। ତ ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ହୋଇ ତାକୁ ହାଇସ୍କୁଲରେ ପରିବର୍ତ୍ତନ କରାଯାଇଥିଲା, ତା ନାଁ ହେଇଥିଲା ରାଜକୋଟ ହାଇସ୍କୁଲ। ପ୍ରଥମେ ଥିଲା ରାଜକୋଟ ଇଂଲିଶ ସ୍କୁଲ ଥିଲା, ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ହେଲା ପରେ ରାଜକୋଟ ହାଇସ୍କୁଲ କୁହାହେଲା। ଗାନ୍ଧୀ ମାଟ୍ରିକୁଲେଟେଡ ଫ୍ରମ୍ ଦି ସ୍କୁଲ, ସେ ସ୍କୁଲରୁ ମଧ୍ୟ ଗାନ୍ଧୀଜୀ ମାଟ୍ରିକ ପାସ୍ କରିଥିଲେ 1887 1887 ମସିହାରେ। ଆଟ୍ ଦ ଏଜ୍ ଅଫ୍ 18 18 ବର୍ଷ ବୟସରେ ସେ ରାଜକୋଟ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ। ଆଫ୍ଟର ଇଣ୍ଡିପେଣ୍ଡେନ୍ସ ସ୍ୱାଧୀନତା ପରେ ଇନ୍ 1947 ଦ ସ୍କୁଲ ୱାଜ୍ ରିନେମ୍ଡ ମୋହନ ଦାସ ଗାନ୍ଧୀ ହାଇସ୍କୁଲ। ସେ ସ୍କୁଲଟା ଗାନ୍ଧୀଜୀଙ୍କ ନାମ ଅନୁସାରେ ମୋହନ ଦାସ ଗାନ୍ଧୀ ହାଇସ୍କୁଲ ବୋଲି ନାମକରଣ କରାଗଲା। ଇନ୍ ଅନର ଅଫ୍ ଦ ଫାଦର ଅଫ୍ ନେସନ୍, ମାନେ ଜାତିର ପିତାଙ୍କୁ ସମ୍ମାନ ଜଣାଇ ବା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇକି ଏଟା ନାମକରଣ କରାଯାଇଥିଲା। କ'ଣ? ମୋହନ ଦାସ ଗାନ୍ଧୀ ହାଇସ୍କୁଲ ବୋଲି ନାମକରଣ କରାଯାଇଥିଲା। ବୁଝିପାରୁଥିବ? ଇଣ୍ଟ୍ରୋଡକ୍ସନ୍ ପଢ଼ୁଛେ। ପରବର୍ତ୍ତୀ ଦେଖ ଦେଇଛି ଆକର୍ଡିଂ ଟୁ ସେଭେରାଲ ଆକାଉଣ୍ଟସ୍ କହିଲେ ବିଭିନ୍ନ ପ୍ରକାର ତଥ୍ୟକୁ ଆଧାର କରି ଗାନ୍ଧୀଜୀ ଗାନ୍ଧୀ ଲେଖା ହେଇଯାଉ ୱାଜ୍ ନଟ୍ ସୋ ବ୍ରିଲିଆଣ୍ଟ, ଏତେ ବ୍ରିଲିଆଣ୍ଟ ନଥିଲେ ଆଜ୍ ଏ ଷ୍ଟୁଡେଣ୍ଟ ଲାଇଫରେ, ଛାତ୍ର ଜୀବନରେ ସେ ଏକ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ନଥିଲେ। ହି ୱାଜ୍ ନୋଟେଡ୍ ଟୁ ବି ଗୁଡ୍ ଆଟ୍ ଇଂଲିଶ, ତାଙ୍କର ଇଂଲିଶ ଭଲ ହୁଏ। ଫେୟାର ଇନ୍ ଆରିଥମେଟିକ୍, ଗଣିତ ମଧ୍ୟ ଭଲ ହୁଏ। ୱିକ୍ ଇନ୍ ଜିଓଗ୍ରାଫି ଆଣ୍ଡ ଗୁଡ୍ ଇନ୍ କଣ୍ଡକ୍ଟ, ବ୍ୟାଡ୍ ଇନ୍ ହ୍ୟାଣ୍ଡରାଇଟିଂ। ସେ କହୁଛି ୱିକ୍ ଇନ୍ ଜିଓଗ୍ରାଫିରେ ୱିକ୍ ହୁଏ, ବ୍ୟାଡ୍ ଇନ୍ ହ୍ୟାଣ୍ଡରାଇଟିଂ, ମାନେ ଅକ୍ଷର ବି ତାଙ୍କର ବହୁତ ଖରାପ ହେଲା। ଦୋ ହି ଡିଡ୍ ନଟ୍ ହାଭ୍ ଏନି
high regard of his ability. He was astonished whenever he won prizes and scholarships. ସେ ଏତେ ମନକ though he did though he did not have any high regard of this ability. ତାଙ୍କର ଯେହେତୁ ଏତେ କ'ଣ ନଥିଲା, ଏତେ ଦକ୍ଷତା ନଥିଲା, ତଥାପି he was astonished, ସେ କ'ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ହି ଓନ୍ ପ୍ରାଇଜେସ୍ ଆଣ୍ଡ ସ୍କଲାରସିପ୍ସ, ବୃତ୍ତି ଏବଂ କିଛି ଉପହାର ପାଉଥିଲେ, ସେତେବେଳେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ତାଙ୍କର କିଛି ସ୍ୱତନ୍ତ୍ର ଦକ୍ଷତା ତାଙ୍କ ପାଇଁ ନଥିଲା, ତଥାପି ସେ ବୃତ୍ତି ଏବଂ ସ୍କଲାରସିପ୍ ପାଉଥିଲେ, ବୃତ୍ତି ଆଉ ଆମର ଉପହାର ପାଉଥିଲେ ବା ସ୍କଲାରସିପ୍ ବା ପ୍ରାଇଜ୍ ପାଉଥିଲେ। ହେଲା, ସେ ବିଷୟରେ ଦେଖି ଆଲୋଚନା କରିବା। ଲେଟ୍ସ ରିଡ୍ ଦ ଫଲୋଇଂ ଟେକ୍ସଟ ଟୁ ନୋ ସମ୍ ମୋର୍ ଇଣ୍ଟରେଷ୍ଟିଂ ଫ୍ୟାକ୍ଟସ୍ ଅନ୍ ଗାନ୍ଧୀ ଏକ୍ସପିରିଏନ୍ସ ଅଫ୍ ହାଇ ସ୍କୁଲ ଡେଜ୍ as he himself had described ମନୁକ୍ତ। ସେ କହୁଛି ଲେଟ୍ସ ରିଡ୍ ଦ ଫଲୋଇଂ ଟେଷ୍ଟ, ଚାଲ ପଢ଼ିବା ଏ ଯେଉଁ ନିମ୍ନଲିଖିତ ଟେଷ୍ଟ ଗୁଡ଼ିକୁ ଟୁ ନୋ ସମ୍ ମୋର୍ ଇଣ୍ଟରେଷ୍ଟିଂ, ଅଧିକ ଜାଣିବା ପାଇଁ କ'ଣ ନା ମଜାଦାର କଥା ଅନ୍ ଗାନ୍ଧୀଜୀ ଏକ୍ସପିରିଏନ୍ସ ଗାନ୍ଧୀଜୀଙ୍କ ବିଷୟରେ, ଗାନ୍ଧୀଜୀଙ୍କ ଅଭ୍ୟାସ ବିଷୟରେ ଅଫ୍ ହାଇ ସ୍କୁଲ ଡେଜ୍ରେ ଆଟ୍ ହି ହିମସେଲ୍ଫ ହାଡ୍ ଡେସ୍କ୍ରାଇବ୍ଡ ଇଟ୍, ମାନେ ସେ ନିଜେ ଏହାକୁ ବର୍ଣ୍ଣନା କରିଛନ୍ତି ଇନ୍ ହିଜ୍ ଅଟୋବାୟୋଗ୍ରାଫି, ତାଙ୍କର ଆତ୍ମଜୀବନୀରେ ବର୍ଣ୍ଣନା କରିଛନ୍ତି। ନେମ୍ଡ ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍। ହେଲା, ମନକ ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍ର ଚାପ୍ଟର 5ରେ, ମନକ ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍ର ଚାପ୍ଟର 5ରେ ମହାତ୍ମା ଗାନ୍ଧୀ ବର୍ଣ୍ଣନା କରିଛନ୍ତି। ବୁଝିପାରୁଛ? ତ ସେଇଟା ଆମେ ଆଲୋଚନା କରିବା। ଦେଖ ଫାଷ୍ଟ କ'ଣ କହିଛନ୍ତି, ଗୋଟେ ପାରାଗ୍ରାଫ ପଢ଼ିବା, ତାର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା, ଦେନ୍ ଆଉ ଗୋଟେ ପାରାଗ୍ରାଫ ପଢ଼ିବା। ହେଲା କି? ଆଚ୍ଛା, ଦେଖ ଫାଷ୍ଟ କୁହାଯାଇଛି, ଭଲସେ ବୁଝ। ରିଡ୍ ଦ ଟେଷ୍ଟ ସାଇଲେଣ୍ଟଲି, ନିରବରେ ପଢ଼ିବ। ଆନ୍ସର୍ ଦ କ୍ୱେଶ୍ଚିନ୍ସ ଦ୍ୟାଟ୍ ଫଲୋ, ଯେଉଁ କ୍ୱେଶ୍ଚିନ୍ ଅଛି ବିଶେଷ ତାକୁ ତୁମେ ଫଲୋ କରିବ, ଆନ୍ସର୍ ଦେବ। ହେଲା କି? ଦେଖ ଦିଆହେଇଛି, ଦେଇଛି ଆଇ ୱାଜ୍ ନଟ୍ ରିଗାର୍ଡେଡ଼ ଆଜ୍ ଏ ଫୁଲ୍ ଆଟ୍ ଦ ହାଇ ସ୍କୁଲ। ଫୁଲ୍ ମାନେ କ'ଣ ପିଲାମାନେ ଜାଣିଛେ ଆମେ, ଫୁଲ୍ ମାନେ କ'ଣ ଲେଖିପାରିବ, ବୋକା ଲେଖିପାରିବ ବା ନିର୍ବୋଧ ଲେଖିପାରିବ। ବୁଝିପାରୁଛ ନା ନାହିଁ? ଆଇ ୱାଜ୍ ନଟ୍ ରିଗାର୍ଡେଡ଼ ଆଜ୍ ଏ ଫୁଲ୍ ଆଟ୍ ଦ ହାଇ ସ୍କୁଲ। ମୁଁ ଯେତେବେଳେ ହାଇସ୍କୁଲ ତାଙ୍କ ଭାଷାରେ ହେଉଛି, ଉଚ୍ଚ ବିଦ୍ୟାଳୟରେ ବା ହାଇସ୍କୁଲରେ ପଢ଼ିଲା ବେଳେ ମୁଁ ନିର୍ବୋଧ ବୋଲି ବିବେଚିତ ହେଉନଥିଲି। ରିଗାର୍ଡ଼ କଲେ ବିବେଚିତ ହେବା, ମନକୁ ଲେଖିଦେବ ଏମିତି, ବିବେଚିତ ହେବା, ରିଗାର୍ଡ଼ କହିଲେ ରିଗାର୍ଡ଼ିଂ ହେଲେ। ଆଇ ୱାଜ୍ ନଟ୍, ମୁଁ ବିବେଚିତ ହେଉନଥିଲି ଆଜ୍ ଏ ଫୁଲ୍, କେମିତିକା ନିର୍ବୋଧ ବୋଲି ବା ବୋକା ବୋଲି ଆଟ୍ ଦ ସ୍କୁଲ, ମାନେ ସ୍କୁଲ ଲାଇଫ୍ରେ ମୁଁ ବୋକା ବୋଲି ବିବେଚିତ ହେଉନଥିଲି। ଆଇ ଅଲୱେଜ୍ ଏନ୍ଜୟେଡ୍ ଦ ଆଫେକ୍ସନ୍ ଅଫ୍ ମାଇ ଟିଚର୍ସ। ଅଲୱେଜ୍ ମାନେ ସଦାବେଳେ, ଏନ୍ଜୟ ମାନେ ଉପଭୋଗ କରିବା, ଆଫେକ୍ସନ୍ ମାନେ ସ୍ନେହ, ଅଫ୍ ମାଇ ଟିଚର। ଭଲସେ ଦେଖ, ଯେଉଁଟା କହୁଛି ୱାର୍ଡ଼ ଲେଖିଦେଇଥ। ମୁଁ ସର୍ବଦା ବା ସବୁବେଳେ ଏନ୍ଜୟ ମାନେ କ'ଣ କରୁଥିଲି, ଉପଭୋଗ କରୁଥିଲି। ହେଲା, ଶିକ୍ଷକମାନଙ୍କର ଶ୍ରଦ୍ଧା ବା ଶିକ୍ଷକମାନଙ୍କ ସ୍ନେହକୁ ବା ଭଲ ପାଇବାକୁ ମୁଁ ଉପଭୋଗ କରୁଥିଲି। ବୁଝିପାରୁଛ? ଗାନ୍ଧୀଜୀ କ'ଣ କହୁଛନ୍ତି, ଆଇ ଅଲୱେଜ୍ ଏନ୍ଜୟେଡ୍, ମୁଁ ସବୁବେଳେ ଉପଭୋଗ କରୁଥିଲି ଦ ଆଫେକ୍ସନ୍ ଅଫ୍ ମାଇ ଟିଚର୍ସ, ମୋ ଶିକ୍ଷକମାନଙ୍କର ଶ୍ରଦ୍ଧା ଏବଂ ସ୍ନେହକୁ ସବୁବେଳେ ଉପଭୋଗ କରୁଥିଲି। ବା ମୁଁ ଆଉ ଗୋଟେ ବଦଳାଇ ଦେଲେ ହେଇଯିବ, ମୁଁ ଶିକ୍ଷକମାନଙ୍କର ସ୍ନେହର ପାତ୍ର ହେଉଥିଲି ବା ଶ୍ରଦ୍ଧାର ପାତ୍ର ହେଉଥିଲି। ତାପରେ କହୁଛି ସାର୍ଟିଫିକେଟ୍ସ ଅଫ୍ ପ୍ରୋଗ୍ରେସ୍ ଆଣ୍ଡ କ୍ୟାରେକ୍ଟର। ଭଲସେ ଦେଖ, ସାର୍ଟିଫିକେଟ୍ ଅଫ୍ ପ୍ରୋଗ୍ରେସ୍। ଆଚ୍ଛା, ମୁଁ କହ ସାର୍ଟିଫିକେଟ୍ କହିଲେ ପ୍ରମାଣପତ୍ର କହିବା, ପ୍ରୋଗ୍ରେସ୍ ମାନେ କ'ଣ କରିବା ନା, ବୁଝିପାରୁଛ, ଯେଉଁଟା ପ୍ରୋଗ୍ରେସ୍ କାର୍ଡ଼ ଦିଆଯାଏ, ଜାଣିପାରୁଛ ନା, ପ୍ରଗତିପତ୍ର ଯେଉଁଟା କହୁଛେ ସେଇଟା। ଏବଂ କ୍ୟାରେକ୍ଟର, ଚରିତ୍ର ବିଷୟରେ, ଚରିତ୍ର ପ୍ରମାଣପତ୍ର। ୟୁ ଟୁ ବି ସେଣ୍ଡ ଟୁ ଦ ପ୍ୟାରେଣ୍ଟସ୍ ଏଭ୍ରି ଇୟର୍। ପ୍ରତିବର୍ଷ କ'ଣ କରାଯାଏ ନା, ଚରିତ୍ର ପ୍ରମାଣପତ୍ର ଏବଂ ପ୍ରଗତି ପ୍ରମାଣପତ୍ର। ମନେକର ଯେଉଁ ଦେଇଛି ସାର୍ଟିଫିକେଟ୍ ଅଫ୍ ପ୍ରୋଗ୍ରେସ୍ କଥା କହିଲେ ଆମେ ବୁଝୁଛେ ପ୍ରଗତିପତ୍ର, ଆଉ କ୍ୟାରେକ୍ଟର ଅଫ୍ ପ୍ରୋଗ୍ରେସ୍ କଥା, କ୍ୟାରେକ୍ଟର ଅଫ୍ ସାର୍ଟିଫିକେଟ୍ କଥା କହିଲେ ଏଇଟା ଚରିତ୍ର ସାର୍ଟିଫିକେଟ୍। ହେଲା, ଇଏ ଦୁଇଟା ସାର୍ଟିଫିକେଟ୍ ପ୍ରତିବର୍ଷ ବାପା ବୋଉଙ୍କ ପାଖକୁ ପଠାଯାଇଥାଏ। ବୁଝ, ଆଇ ନେଭର୍ ହ୍ୟାଡ୍ ଏ ବ୍ୟାଡ୍ ସାର୍ଟିଫିକେଟ୍, ମୋର କେବେ ବି ଖରାପ ପ୍ରମାଣପତ୍ର ନଥିଲା। ହେଲା, ଇନଫ୍ୟାକ୍ଟ, ବୁଝ, ଇନଫ୍ୟାକ୍ଟ ମାନେ ବାସ୍ତବିକ, ବୁଝ, ଇନଫ୍ୟାକ୍ଟ ହେଲେ ବାସ୍ତବିକ। କ'ଣ କହୁଛି ପରବର୍ତ୍ତୀ ଦେଖି ଆଲୋଚନା କରିବା। ବାସ୍ତବିକ, ଦେଖ, ଆମେ ପାରା 1 ପଢ଼ୁଛେ। ଇନଫ୍ୟାକ୍ଟ ବାସ୍ତବିକ, ଦେଖ, ଆଇ ଇଭିନ୍ ଓନ୍ ପ୍ରାଇଜେସ୍ ଆଫ୍ଟର ଆଇ ପାସ୍ଡ ଆଉଟ୍ ଦ ସେକେଣ୍ଡ ଷ୍ଟାଣ୍ଡାର୍ଡ଼। ଦେଖ, ସେ କହୁଛନ୍ତି କ'ଣ, ବାସ୍ତବିକ ମୁଁ ଏପରିକି ଦ୍ୱିତୀୟ, ଇଭିନ୍ ଲେଖିଲେ ଏପରିକି, ହେଲା, ଓନ୍ ମାନେ ଜିତିଥିଲି, ହେଲା, ପ୍ରାଇଜେସ୍ ଆଫ୍ଟର ଆଇ
पास्ड आउट पास्ट मैंने कौन जान पास करवा आउट द सेकेंड स्टैंडा मुझे कि द्वितीय क्लास पास कला बेले द्वितीय श्रेणी पास कलापर अनेक किसी प्राइज पाई उपहार पाई अनेक जीति इन द फिफ्थ एंड सिक्स्थ पंचम आउ षष्ठ मनक पंचम आउ षष्ठ आई ऑब्टेन्ड मु पाई हासिल करी स्कॉलरशिप ऑफ रुपीज फॉर 4 and 10 रेस्पेक्टिवली माने मनक पंचम से 4 टंका पाई आउ षष्ठ से केते देछि आउ कौन षष्ठ 10 रुपीज षष्ठ 10 टंका पाई स्कॉलरशिप भाव में मनक पंचम षष्ठ मु यथाक्रमे 4 टंका रेस्पेक्टिव गले रेस्पेक्टिवली जोटा दिया यथाक्रमे 4 टंका 10 टंका वृत्ति पाई बुझिपार। अच्छा an achievement for which I have to thank good luck for my than my merit merit कहले मनक तो मेरिट कहले मोर श्रेष्ठता माने तार कैपेसिटी तांकर कैपेसिटी श्रेष्ठता जो अच्छी से कहूँ गोटे सफलता मनक से देइछन्ती an achievement गोटे सफलता फॉर होइछि जहा पाई कि मनक तो गोटे सफलता जहा पाई बा जेउथि पाई मनक कौन कहछि मोर श्रेष्ठता हला दिपाच आई हैव थैंक गुड लक मोर देन माय मेरिट। अच्छा बुझे गॉड माने कौन बेसी भाग्य को सौभाग्यता कह जाऊँगी लक माने कौन कौन भाग्यता कहे मोर भाग्य को धन्यवाद देवी मोर देन माय मेरिट माने मोर श्रेष्ठता मोर कैपेसिटी अनुसार मानक मोर जी दक्षता था ताठार मो भाग्य को मुझे समय कौन करी ना बेसी धन्यवाद जनइबी बुझिपार मु बेसी श्रेष्ठता जनइबी मैं पढ़ले पार्ट 1 पढ़ुचे है तापर देख माय रिकलेक्शन इज दैट से तो देख माय रिकलेक्शन इज दैट क्वेश्चन भल से देख सॉरी लाइन माय रिकलेक्शन इज दैट आई डिड नॉट हैव एनी हाई रिगार्ड ऑफ माय एबिलिटी भल से बुझ मनक माय रिकलेक्शन कहले कौन पिला माने लिखित वार्ड रे रिकलेक्शन कथा कहले देख लिखाई तो राइट साइड लास्ट लिखाई रिकलेक्शन कहले व्हाट इज रिमेम्बर मन पड़े मोर मन पड़े कौन ना आई डिड नॉट हैव एनी हाई रिगार्ड आई डिड नॉट हैव एनी हाई रिगार्ड बुझ मोर एते उच्च सम्मान नथिला फॉर माय एबिलिटी है क्वेश्चन हो से लाइन मान हो मोर जी मन पड़ुची माय ओन रिकलेक्शन इज दैट मोर जी मन पड़ुची है मनक मोर दक्षता मनक मोर दक्षता एते अधिक सम्मान नथिला बुझ आगे जो कह एनी हाई रिगार्ड फॉर माय एबिलिटी मोर दक्षता अधिक सम्मान नथिला आई यूज टू बी एस्टोनिश्ड जे दिया देख आई यूज टू बी एस्टोनिश्ड आश्चर्य होगा व्हेन एवर आई ओन प्राइजेस एंड सॉरी प्राइजेस एंड स्कॉलरशिप्स मोर मनक तो जिते मैंने जिते पाऊली स्कॉलरशिप प्राइज पाऊली से बहुत आश्चर्य हो जाऊली बुझ बहुत आश्चर्य हो जाऊली। अच्छा बट किंतु आई हैव जीलियसली गार्डेड माय कैरेक्टर जेलेसली माने लिखिपर वार्ड तुम लिख कौन एटा ना सजग भाव में लिखाई जोटा बीइंग अफ्रेड ऑफ लॉसिंग व्हाट यू हैव लिखिपर सजग भाव में कौन कह जाऊँ देख सजग होगी से कौन करुँच भल से बुझे से कहे बट आई भेरी जेलेसली गार्डेड माय कैरेक्टर कौन कह जाऊँ ना मु मनक आश्चर्यजनित होते मु कौन करी ना मो चरित्र को सजग भाव में जगी केमी मो चरित्र किपर खराब न हो मनक मत मो क्यारेक्टर कौन क्यारियर खराब हो कि कौन हो मोर बच्चे एबिलिटी न था कि मोर चरित्र किपर खराब न हो से सजग थी है तापर कही द लिस्ट ना कम लिटिल ब्लेमिश अपमान हवा ड्यू टीयर्स फ्रॉम माय आईज माने जो कहूँ से कहे सामान्यतम अपमान मत ड्यू आनी दिए कौन ना टीयर्स फ्रॉम माय आईज मो आखिरे लुह आनी दे थाए व्हेन आई मेरिटेड बुझ व्हेन आई कौन कहे भल से देखो व्हेन आई मेरिटेड और सीम टू बी टीचर टू मेरिट tears from a sorry when I merited or seemed to the teacher to merit rebook it was unbearable for me it was unbearable for me
ଲେଖିପାରୁଥିବ। ଏ ମାନେ ହେଉଛି ଭଲସେ ବୁଝ, ଆଉ ମାନେ ଯେଉଁ କୁହାଯାଉଛି ଏତିକିର ଫାର୍ଷ୍ଟ ଭଲସେ ଦେଖ। ଏଇ ଯେଉଁ ମାନେ କହୁଛି ଆମେ ଆଲୋଚନା କରୁଛେ, ଆର ମାନେ ହେଉଛି କ'ଣ? ଦେଖ କେଉଁଟା ପଢ଼ୁଛେ ନା ହ୍ୱେନ୍ ଆଇ ମେରିଟେଡ଼। ଦେଖ ହ୍ୱେନ୍ ଆଇ ମେରିଟେଡ଼, ଯେତେବେଳେ ମନେକ ହ୍ୱେନ୍ ମାନେ ଯେତେବେଳେ ବୁଝୁଛ ଆଇ ମେରିଟେଡ଼। ଆଇ ମେରିଟେଡ଼ କହିଲେ କ'ଣ ମନେ ତ ମୁଁ ମୁଁ ଗାଳି ଶୁଣିବା ପାଇଁ ଗୋଟେ କିଛି କାର୍ଯ୍ୟ କରୁଥିଲି ଓ ଅର୍ ସିମ୍ଡ ଟୁ ଟିଚର୍ସ ଟୁ ମେରିଟ୍ ଟିଚର୍ସ ଟୁ ମେରିଟ୍ ମେରିଟ୍ ଏ ରିବୁକ୍। ଏବଂ ଯେତେବେଳେ ଜଣାଯାଉଥିଲା ଶିକ୍ଷକ ମୋତେ ଗାଳି ଦେବେ ବୋଲି, ମନେ ରଖ ଯେତେବେଳେ ଦେଖାଯାଉଥିଲା ଶିକ୍ଷକ ମୋତେ ଗାଳି ଦେବେ, ଇଟ୍ ଇଜ୍ ଅନବିୟରେବୁଲ୍ ଫର୍ ମି, ଏହା ମୋ ପାଇଁ ଅସହନୀୟ ଥିଲା, ଅସହନୀୟ ଥିଲା। ମନେ ରଖ ଆଇ ରିମେମ୍ବର ହାଭିଂ ୱାନ୍ସ ରିସିଭ୍ଡ କର୍ପୋରାଲ୍ ପନିସମେଣ୍ଟ। ମୋ ମନେ ଅଛି ମୁଁ ଥରେ କ'ଣ କରିଥିଲି ନା, ମୋର ଏମିତି ମନେ ଅଛି ମୁଁ ଥରେ କ'ଣ କରିଥିଲି ନା ଦଣ୍ଡ ପାଇଥିଲି। ବୁଝ, ଶାରୀରିକ କର୍ପୋରାଲ୍ ପନିସମେଣ୍ଟ କହିଲେ ଶାରୀରିକ ଦଣ୍ଡ ପାଇଥିଲି। କ'ଣଟା ଥିଲା? ଆଇ ଡିଡ୍ ନଟ୍ ସୋ ମଚ୍ ମାଇଣ୍ଡ ଦ ପନିସମେଣ୍ଟ ଆଜ୍ ଦ ଫ୍ୟାକ୍ଟ ଦ୍ୟାଟ୍ ଇଟ୍ ୱାଜ୍ କନସିଡର୍ଡ ମାଇ ଡିଜର୍ଟ। ମନେ ତ ମୋର ଏତେ ମନକ କ'ଣ କୁହାଯାଉଛି ହେଲା, ଦେଖ କ'ଣ କହୁଛି ଭଲସେ ଦେଖ, ଆଇ ଡିଡ୍ ନଟ୍ ସୋ ମଚ୍ ମାଇଣ୍ଡ ହେଲା, ମୋର କିଛି ଏତେ ଭଲସେ ମନ ନାହିଁ ହେଲା, ପନିସମେଣ୍ଟ ଯେଉଁ ପନିସମେଣ୍ଟ ପାଇଥିଲି ଆଜ୍ ଦ ଫ୍ୟାକ୍ଟ ଦ୍ୟାଟ୍ ୱାଜ୍ କନସିଡର୍ଡ ମାଇ ଡିଜର୍ଟ। ମନେକ ତ ଯେଉଁ ମନେକ ସେ କହୁଛି ଏଇ ଦଣ୍ଡ ବିଷୟରେ ମୋର କିଛି ଭଲ ଭାବେ ମନ ନାହିଁ, କାରଣ ଏହା ସତ କଥା ହେଲା ମୁଁ ପାଇବାର ଯୋଗ୍ୟ ବୋଲି ବିବେଚିତ କରାଯାଇଥିଲା। ମାନେ କ'ଣ ମୁଁ ଏଇ ପନିସମେଣ୍ଟ ପାଇବାର ଯୋଗ୍ୟ ବୋଲି ବିବେଚିତ କରାଯାଇଥିଲା। ତେଣୁ ମୁଁ ଏତେ କଥା ମନ ନାହିଁ କି କ'ଣ ହେଇଥିଲା ସେ ସମୟରେ। ଆଇ ୱେପ୍ଟ ପିଟିଏସଲି। ମନେ ତ ପିଟିଏସଲି କହିଲେ କ'ଣ ହେଉଛି ହେଲା, ଆଚ୍ଛା ପିଟିଏସଲି କହିଲେ ଦେଖ କ'ଣ ଲେଖା ହେଇଛି ପିଟିଏସଲି ଦେଖିପାରୁଛ, ଲେଖା ହେଇଛି ନା ଲେଖା ହେଇନି? ଆଚ୍ଛା ଯଦି ନ ଲେଖା ହେଇଛି ଦୟନୀୟ ଭାବରେ ମନେ ତ ମୁଁ କାନ୍ଦିଲି ସେ ସମୟରେ ହେଲା। ଆଚ୍ଛା ତାଙ୍କ ମାନେ ସେ ଭାଷାରେ ବା ସେଇ ପିଟିଏସଲି ମାନେ ଏଇଟା ହେବ, ଭଲ ସେ ବୁଝିବା ଚେଷ୍ଟା କର କ'ଣଟା ମୁଁ କହୁଛି ହେଲା କି। ଆଚ୍ଛା ପରବର୍ତ୍ତୀ ଦେଖ, ଦ୍ୟାଟ୍ ୱାଜ୍ ହ୍ୱେନ୍ ଆଇ ୱାଜ୍ ଦ ଫାର୍ଷ୍ଟ ଅର୍ ସେକେଣ୍ଡ ଷ୍ଟାଣ୍ଡାର୍ଡ଼। ସେଇଟା କେତେବେଳେ ପାଇଥିଲି? ଯେତେବେଳେ ମୋ ମନେ ପଡ଼ୁଛି ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲି, ସେଇ ସମୟ ସେଇ ଘଟଣା ସବୁ ଘଟିଥିଲା। ମନୋକ୍ତ ହେଲା, ମୁଁ ଯେତେବେଳେ ତାପରେ ଦେଖେ ଯେତେବେଳେ ଏଇଟା କେତେବେଳେ ଦଣ୍ଡ ପାଇଥିଲେ ନା ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀ ପଢ଼ିଲା ବେଳେ ସେ ଦଣ୍ଡ ପାଇଥିଲେ, ତାଙ୍କ ସେ କଥା ଖାଲି ମନ ଅଛି। ତାପରେ ଦେଖ କ'ଣ କହିବି, ଦେୟାର ୱାଜ୍ ଆନାଦର ସଚ୍ ଇନସିଡେଣ୍ଟସ୍ ଡ୍ୟୁରିଂ, ଅନ୍ୟ ଏକ ଘଟଣା ଘଟିଥିଲା ଡ୍ୟୁରିଂ ଦ ଟାଇମ୍ ହ୍ୱେନ୍ ଆଇ ୱାଜ୍ ସେଭେନ୍ଥ ଷ୍ଟାଣ୍ଡାର୍ଡ଼। ଯେତେବେଳେ ମୁଁ କ'ଣ କରୁଥିଲି ସପ୍ତମ ଶ୍ରେଣୀରେ ପଢ଼ୁଥିଲି, କ'ଣ ଥିଲା ନା ଅନେକ ଘଟଣା ଘଟିଥିଲା। ସେଇଟା କ'ଣ ଦେଖିବା, ସେତେବେଳେ କ'ଣ ଦୋରାବଜୀ ଇଦୁଲଜୀ ଗିମି ୱାଜ୍ ଦ ହେଡ଼ମାଷ୍ଟର ଦେନ୍। ସେହି ସମୟରେ ଦୋରାବଜୀ ଇଦୁଲଜୀ ହେଡ଼ମାଷ୍ଟର ଥିଲେ ଆମର। ହି ୱାଜ୍ ପପୁଲାର ଏମଙ୍ଗ ଦ ବଏଜ୍, ବାଳକମାନଙ୍କ ମଧ୍ୟରେ ସେ ଭଲ ଥିଲେ। ଆଜ୍ ହି ୱାଜ୍ ଏ ଡିସିପ୍ଲିନେରିଆନ୍ ମ୍ୟାନ୍ ଅର୍ ମେଥଡ଼ ଆଣ୍ଡ ଗୁଡ୍ ଟିଚର। ସେ ଜଣେ କ'ଣ ଡିସିପ୍ଲିନ୍, ମନେକ ସେ ଯେଉଁ ମଣିଷ ଥିଲେ ସେ ଜଣେ କ'ଣ ଶୃଙ୍ଖଳା ପ୍ରିୟ, ଡିସିପ୍ଲିନେରିଆନ୍ ଯେଉଁଟା କୁହାଯାଇଛି, ଏବଂ ଶୃଙ୍ଖଳିତ ବ୍ୟକ୍ତି ଥିଲେ ଏବଂ ଜଣେ ଭଲ ଶିକ୍ଷକ ମଧ୍ୟ ଥିଲେ। ହି ମେଡ୍ ଜିମ୍ନାଷ୍ଟିକ୍ସ। ମନେକ ଜିମ୍ନାଷ୍ଟିକ୍ କହିଲେ କ'ଣ ଲେଖିପାରିବ? ହି ମେଡ୍ ଜିମ୍ନାଷ୍ଟିକ୍ସ ଅର୍ କ୍ରିକେଟ୍ କମ୍ପଲସରି ଫର୍ ଦ ବଏଜ୍ ଅଫ୍ ଅପର କ୍ଲାସ୍। ଜିମ୍ନାଷ୍ଟିକ୍ କହିଲେ କସରତ, ମାନେ କସରତ କରିବା, ଲଢ଼େଇ କରିବା, ଯେଉଁ କସରତ କରିବା ହେଲା। ଆଉ କ୍ରିକେଟ୍ କମ୍ପଲସରି ଫର୍ ଦ ବଏଜ୍ ଅଫ୍ ଅପର ଷ୍ଟାଣ୍ଡାର୍ଡ଼। ଅପର ଷ୍ଟାଣ୍ଡାର୍ଡ଼ ପିଲାଙ୍କ ପାଇଁ କ୍ରିକେଟ୍ ଆଉ ଜିମ୍ନାଷ୍ଟିକ୍ କ'ଣ କରିଥିଲେ ନା କମ୍ପଲସରି ଥିଲା। ସେଇ ତାଙ୍କୁ ମାନେ କଥା ଅନୁସାରେ ଏଟାକୁ କମ୍ପଲସରି କରାଯାଇଥିଲା। ଆଇ ଡିସଲାଇକ୍ଡ ବୋଥ୍, ମୁଁ ଉଭୟକୁ କ'ଣ କରୁଥିଲି ପସନ୍ଦ କରୁନଥିଲି। ଆଇ ନେଭର୍ ଟୁକ୍ ପାର୍ଟ ଏନି ଏକ୍ସରସାଇଜ୍, ମୁଁ କୌଣସି ଏକ୍ସରସାଇଜ୍ ପାର୍ଟ ନେଉଥିଲି ବା ଅଂଶଗ୍ରହଣ କରୁନଥିଲି, କ୍ରିକେଟ୍ ଅର୍ ଫୁଟବଲ୍ ହଉ, ବିଫୋର୍ ଦେ ୱେୟାର ମେଡ୍ କମ୍ପଲସରି। ଯେତେବେଳେ ସେ ତାକୁ କମ୍ପଲସରି କଲେ, ଯେଉଁଟାକି ବାଧ୍ୟତାମୂଳକ କଲେ, ସେତେବେଳେ ପର୍ଯ୍ୟନ୍ତ ମୁଁ କିଛି ଗ୍ରହଣ କରୁନଥିଲି। ମନେକ ମାଇ ସାଇନେସ୍ ୱାଜ୍ ୱାନ୍ ଅଫ୍ ଦ ରିଜନ୍ସ ଫର୍ ଦ ଆଲୁଫନେସ୍। ମନେକ ମାଇ ସାଇନେସ୍ ହେଲା କି
जो कहुच्छे माई साइनेस कहले कथा आम जिम्नास्टिक लिखिले खेल कसरत करवा जो कहुच्छे साइनेस कथा कहले लाजकुड़ा भाव है। अच्छा तापर जो देख कह माई साइनेस वाज द रिजन्स बोले से देख मोर कौन से मन देख से कौच माई साइनेस वाज द रिजन्स फॉर दिस अलुफनेस व्हिच आई नाउ सी रॉन्ग मनोक्त देख से जो मन से जो साइनेस के लाजकूड़ा है से जो पार्टिसिपेट लाजकूड़ करवा पार्टिसिपेट न करवा सेटा बर्तमान रिजल्ट अलुफनेस के रिजल्ट हूँ कौन आई नाउ सी द रॉन्ग बर्तमान मुझे जानीपार कौनटा मुझे भूल करूली बोली आई हैड देन द false notion that gymnastics had nothing to do with education मुझे समय भूल थी जे खेल कसरत करवा है शिक्षार एक अंश बोली मुझे भावी नी मु भूल थी आई नो मुझे जानी दैट फिजिकल ट्रेनिंग शुड हैव मच प्लेस इन द करिकुलम आर मेंटल ट्रेनिंग मान तो फिजिकल ट्रेनिंग शारीरिक शिक्षा मानसिक शिक्षा ठार अधिक स्थान अधिकरण करता करिकुलम माने शिक्षा व्यवस्था रे है कि। अच्छा दुईटा पार्ट पढ़ले तार क्वेश्चन आंसर को जीवा। अच्छा देख से कौन क्वेश्चन अच्छी फास्ट देख व्हाट इज पैराग्राफ 1 कथा कहु व्हाट इज ये बायोग्राफी एंड व्हाट इज एन ऑटोबायोग्राफी। अच्छा बायोग्राफी कौन ऑटोबायोग्राफी कथा कहले कौन मन को जड़े जदि कहीं अन्य जन कथा लिखे बायोग्राफी कह जाए ऑटोबायोग्राफी कथा कहले निजे निज कथा लिखिबो सीटा ऑटोबायोग्राफी कह जाए ऑटो मीन्स निजे है मन करा मुझे लिखी जनक जीवन कथा लिखी सेटा बायोग्राफी मुझे मो कथा लिखी सेटा हो ऑटोबायोग्राफी अटे बुझीपार क्वेश्चन लिखिपर बायोग्राफी कथा कहले ये बायोग्राफी इज द लाइफ ऑफ द पर्सन रिटेन बाय समवन एल्स क्या द्वारा लिखा जाई पारे। देन ऑटोबायोग्राफी कथा कहले ऑटोबायोग्राफी कथा एंड ऑटोबायोग्राफी इज एन अकाउंट ऑफ ए पर्सनस लाइफ रिटेन बाय हिमसेल्फ और बाय द पर्सन ओनली है आम कह ऑटोबायोग्राफी। अच्छा इज दिस लेसन बायोग्राफी और एन ऑटोबायोग्राफी आम फास्ट पढ़े लिखाई महात्मा गांधी निजे लिखिं से कथाटा ऑटोबायोग्राफी है। नेक्स्ट थर्ड क्वेश्चन वाज गांधी गुड एट स्टडीज गांधी शिक्षार भल थे कि येस बिकज ही एंजॉयड द अफेक्शन ऑफ टीचर्स yes he enjoyed the affection of teachers how will you support your answer कि तुम आंसर सपोर्ट कर लिखिपर he all along good certificates of progress and characters and also won prizes after second standard है एगुड़ा सब लिख did his teacher like him टीचर पसंद करुले कि yes his teacher like him What sorts of certificates were sent to the parents? Parents को कौ प्रकार सर्टिफिकेट दिया जाता प्रोग्रेस रिपोर्ट दिया जाता सर्टिफिकेट्स ऑफ प्रोग्रेस दिया जाता कैरेक्टर सर्टिफिकेट दिया जाता पढ़ी सारी When did he win prizes? सी केतल प्राइज विन करते आफ्टर सेकेंड स्टैंडर्ड ही won prizes आफ्टर सेकेंड स्टैंडर्ड है और पास आउट ऑफ सेकेंड स्टैंडर्ड पास कला पाई Which standards did he get scholarship? स्कॉलरशिप कौ स्टैंडर्ड पाई से जाने फिफ्थ और सिक्स स्टैंडर्ड पाई 4 टंका 10 टंका अगर पाई लिखिपर व्हाट आर द अमाउंट्स ऑफ स्कॉलरशिप 5 क्लास पाई 4 रुपीज आउ 6 क्लास पाइले 10 रुपीज लिखिपर हु डिड ही थैंक मोर फॉर हिज स्कॉलरशिप हिमसेल्फ और ऑफ हिज गुड लक से क्या निजपाई से धन्यवाद जनाऊे ना तार भाग्यपाई धन्यवाद जनाऊे आम पढ़ी निज भाग्यपाई एत मेरिट नाला से लिखिं 10 नंबर क्वेश्चन व्हाट डू यू नो अबाउट द गांधीजी गांधी एज ए पर्सन गांधीजी एज ए गुड पर्सन लिखिपर ही ऑलवेज एंजॉयड द अफेक्शन ऑफ टीचर्स एट स्कूल इवन ही रिसीव्ड द स्कॉलरशिप्स एंड प्राइजेस लिखिपर है कि देखिए पैराग्राफ 2 रे व्हाट वाज ही वेरी मच केयरफुल अबाउट से केयरफुल कौ विषय अधिक थे ना क्यारेक्टर विषय अधिक थे लिखि सारी है। अच्छा देख परवर्ती क्वेश्चन आसवा
12 नंबर क्वेश्चन हाउ डिड हि रिएक्ट व्हेन ब्लेम्ड ଯେତେବେଳେ ସେ ବ୍ଲେମ୍ କରା ତାଙ୍କୁ ଅପମାନ ଦିଆଯାଉଥିଲା ସେ କ'ଣ କରୁଥିଲେ ନା ସେ କାନ୍ଦି ପକାଉଥିଲେ ଏବଂ ସେଇଟା ଅସହନୀୟ ଅନବିୟରେବୁଲ୍ ଫର୍ ହିମ୍ ଥିଲା। ଆମେ ପଢ଼ି ସାରିଛେ ଏଗୁଡ଼ା ଲେଖିପାରିବ ହେଲା କି। ଆଚ୍ଛା ଆଉ ଯେତେବେଳେ ଆମେ ଆଲୋଚନା କରିବା ହେଲା କି ନେକ୍ସଟ ପାର୍ଟ ଆଲୋଚନା କରିବା। ଦେଖ ହ୍ୱାଟ୍ ୱାଜ୍ ଦ ମୋର୍ ଇମ୍ପୋର୍ଟାଣ୍ଟ ଫର୍ ଗାନ୍ଧୀ ୱିନିଂ ପ୍ରାଇଜେସ୍ ଅର୍ ବିଲ୍ଡିଂ କ୍ୟାରେକ୍ଟର। କ'ଣ ଥିଲା ଇମ୍ପୋର୍ଟାଣ୍ଟ ତାଙ୍କର ଅଧିକା ନା ବିଲ୍ଡିଂ କ୍ୟାରେକ୍ଟର ଥିଲା ମୁଖ୍ୟତଃ କ୍ୟାରେକ୍ଟରକୁ ଅଧିକ ଗୁରୁତ୍ୱ ଦେଉଥିଲେ। ହ୍ୱାଇ ଡିଡ୍ ହି ଗେଟ୍ ଫିଜିକାଲ୍ ପନିସମେଣ୍ଟ ସେ କାହିଁକି ପାଇଥିଲେ ପଢ଼ି ସାରିছে ଲେଖିବ। ହୁ ୱାଜ୍ ଦ ହେଡ଼ମାଷ୍ଟର କିଏ ଥିଲେ। ୱାଜ୍ ହି ପପୁଲାର ସେ ଲୋକପ୍ରିୟ ଥିଲେ କି ଆଉ କାହିଁକି ଥିଲେ ବୁଝିପାରୁଥିବ। ବହୁତ ସହଜ କ୍ୱେଶ୍ଚିନ୍ ଯଦି ପଢ଼ିଲେ ଆରାମସେ ଲେଖିପାରିବ ହେଲା କି। ନେକ୍ସଟ ପାର୍ଟ ଆମେ ଅଲଗାଟା ପଢ଼ିବା।